ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ସୁଇପରଙ୍କର କାର୍ଯ୍ୟକଳାପକୁ ନେଇ ଗତ କିଛି ଦିନ ହେବ ବେଶ୍ ଚର୍ଚ୍ଚା ଲାଗି ରହିଛି। ସେ ଯେଉଁ ସୁଇପର ଜଣକ ରହିଛନ୍ତି ତାଙ୍କର ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର କାର୍ଯ୍ୟକଳାପକୁ ନେଇ ତାଙ୍କର ସହଯୋଗୀମାନେ ମଧ୍ୟ ବିଭିନ୍ନ ଅଭିଯୋଗ କରିଛନ୍ତି। ସେଇ ସହଯୋଗୀମାନେ ଆଜି ଆମ ପାଖରେ ଅଛନ୍ତି, ତାଙ୍କୁ ପଚାରି ବୁଝିବା ତାଙ୍କର ଯେଉଁ ମେଡ଼ିକାଲରେ କିଭଳି ଭାବରେ କାର୍ଯ୍ୟକଳାପ ରହିଥିଲା ସେ ନେଇ ତାଙ୍କୁ ପଚାରି ବୁଝିବା। ମ୍ୟାଡ଼ାମ ଆପଣଙ୍କ ନାଁଟା? ମୋ ନାଁ ଜ୍ୟୋତ୍ସ୍ନା ରାଣୀ ଗଛାଇ। ଦେଖନ୍ତୁ, ଯେଉଁ ଆପଣଙ୍କର ସହଯୋଗୀ ଆପଣଙ୍କର ଯେଉଁ ଅଛନ୍ତି ଯିଏ ଅନଶନରେ ବସିଥିଲେ, କ'ଣ କିଭଳି ତାଙ୍କର କାର୍ଯ୍ୟକଳାପ ଥିଲା? କାର୍ଯ୍ୟକଳାପ କିଛି ଭଲ ନୁହେଁ ନା କିଛି ଇଏ ନୁହେଁ, କିନ୍ତୁ ସିଏ ସବୁବେଳେ ସମସ୍ତଙ୍କୁ କହିବ ମୁଁ ସମସ୍ତଙ୍କୁ ଯାହା କହିବି ସେ ସେଇଆ କରିବେ, ସମସ୍ତେ ମାନିବାକୁ ବାଧ୍ୟ। ଯେ ବିଭିନ୍ନ ପ୍ରକାର ଯେଉଁ ସମୟରେ ଆସେ ସେ ମଦ ପିଇକି ଆସନ୍ତି, କ'ଣ ସେ ନେଇ କ'ଣ? ହଁ, ମଦ ପିଆ ବି କରେ, ଡ୍ୟୁଟି ତ ଠିକରେ କରେନି, ସେ ଆଡେ ସାଡେ ବୁଲେ ଛକ ବଜାର ଯେ ସେ ଡ୍ୟୁଟି ଯେଉଁ ସମୟରେ। ହଠାତ୍ ଚାରିଛକ ଗୋଷ୍ଠୀ କିନ୍ତୁ ଅନଶନ ବସିଲେ ତାକୁ ନେଇ କ'ଣ ଭାବୁଛନ୍ତି, କ'ଣ କହିବେ ତାକୁ ନେଇ? ସିଏ ତାର କାହିଁକି ବସିଛି ସିଏ ଜାଣିଥିବ। ସିଏ ଯେଉଁ ଅଭିଯୋଗ କରୁଛନ୍ତି ସମ୍ପୂର୍ଣ୍ଣ ଭିତ୍ତିହୀନ ଭାବୁଛନ୍ତି? କ'ଣ କହିଲେ? ସିଏ ଯେଉଁ ଅଭିଯୋଗ କରୁଛନ୍ତି କ'ଣ କହିବେ ସେ ନେଇ? ଦେଖନ୍ତୁ, ଆଉ ଜଣେ ସହଯୋଗୀରେ ଅଛନ୍ତି, ତାଙ୍କୁ ପଚାରି ବୁଝିବା କ'ଣ କହିବେ ତାଙ୍କର ଯେଉଁ କାର୍ଯ୍ୟକଳାପ, ସିଏ ଯେଉଁ ଅଭିଯୋଗ କରୁଛନ୍ତି ଯେ ଆପଣ କ'ଣ କହିବେ ଏ ନେଇ? ଏଇଆ ସିଏ ତ ଏକରେ କାମ କରେନି, କାମ କରିବନି। ଡ୍ୟୁଟି ସମୟରେ ଧରନ୍ତୁ ମର୍ଣ୍ଣିଂ ଡ୍ୟୁଟି ଥିବ, ମର୍ଣ୍ଣିଂ ଡ୍ୟୁଟିରେ ସେ ଆସିବ, ତାର ସେ ଗାଡ଼ି ଧରିକି ତାର ସେ ବୁଲିବ। ଡ୍ୟୁଟିରେ ଷ୍ଟାଫ୍ ମାନେ ଖୋଜୁଥିବେ, କାମ ଫୋପାଡ଼ି ଦେଇକି ତାର ସେ ଚାଲିଯିବ। ସେ ଆଉ ଯେଉଁ ଏବେ ଅଭିଯୋଗ କରୁଛନ୍ତି ସମ୍ପୂର୍ଣ୍ଣ ଭାବୁଛନ୍ତି ମିଥ୍ୟା ମିଥ୍ୟା ଆଜ୍ଞା। କ'ଣ ରହିଛି ତାଙ୍କର ଉଦ୍ଦେଶ୍ୟ? ମେଡିକାଲ ବଦନାମ କରିବା କ'ଣ ଉଦ୍ଦେଶ୍ୟ ନେଇକି ସେଇ ସବୁ କରୁଛନ୍ତି? କିଏ ଆଜ୍ଞା ସେ ତାକୁ ସେ କାହିଁକି ଇଏ କରୁଛି, ସେ ଆମେ ସେ ବାବଦରେ କିଛି କହିପାରିବୁନି ଆଜ୍ଞା। କିନ୍ତୁ ତାଙ୍କ କାର୍ଯ୍ୟକଳାପ ଠିକ ନଥିଲା। ନାଇଁ ଆଜ୍ଞା। ଦେଖନ୍ତୁ, ସିଏ କେତେ ଦିନ ହେଲା ଯୋଉ ବର୍ତ୍ତମାନ ଏବେ ସେ କୋଉଠି କାର୍ଯ୍ୟରତ ଅଛନ୍ତି? ଏଠି ଆଜ୍ଞା ସେ ପ୍ରଥମେ ପୁରୀ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ହେଡ଼କ୍ୱାର୍ଟରକୁ ବଦଳି ହେଇଥିଲା। ତାପରେ କ'ଣ ଇଏ କରିକି ଆସିଲା ନିମାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ, ସେଠି ସେ କାମ କରୁଛି। ସେଠି ବି ଆପଣମାନେ ବି ବୁଝିପାରିବେ ସେ ଭଲ କାମ କରୁଛି କି ଖରାପ କାମ କରୁଛି। ଦେଖନ୍ତୁ, ଆଉ ଜଣେ ସହଯୋଗୀ ରଖିଛନ୍ତି, ତାଙ୍କଠାରୁ ପଚାରିବେ ଯେ କ'ଣ କିଭଳି ସିଏ କହିବ ମୁଁ ରେଗୁଲାର, କିନ୍ତୁ କହିବ ମୁଁ ରେଗୁଲାର ଆଉ କାମ କରିବିନି, ତମେ କଣ୍ଟ୍ରାକ୍ଟ ଇଏରେ ଅଛ, ତମେ ହିଁ କାମ କରିବ। ସାର୍ ମାନେ ଦିଦି ମାନେ କେହି ବି ବୁଝନ୍ତିନି, ସେ ସାର୍ ମାନେ ଦିଦି ମାନେ କହିବେ ଯେ ସିଏ ତ ରେଗୁଲାର ଆଉ। କ'ଣ ବ୍ୟବହାର ଆପଣ ଅସନ୍ତୁଷ୍ଟ ତାଙ୍କର? ବ୍ୟବହାର ମତେ କେବେ ଖରାପ କରିନି। ଏ ନେଇକି ଉପରିସ୍ଥ ଅଧିକାରୀଙ୍କୁ ଆପଣ ଜଣାଇଛନ୍ତି ମେଡିକାଲର? ଯୋଉ ଦିନ ଜାନୁଆରୀ 26ରେ ସେ ଶୋଧିଥିଲା ସେଦିନ ମୋର ଅଫ୍ ଥିଲା, ମୁଁ ଆସିନଥିଲି, କିନ୍ତୁ ତା ପରଦିନ ଆସିଲା ବେଳକୁ ମତେ ଶୁଣିଲି ଯେ ସିଏ ଶୋଧିଛି ବୋଲିକି। ଦେଖନ୍ତୁ, ଯାହା ରହୁଛି ସେ ଯେଉଁ ଅଛନ୍ତି ଯେଉଁ କର୍ମଚାରୀ ଜଣକ, ନିହାତି ଭାବରେ ତାଙ୍କର ଯେଉଁ ବ୍ୟବହାର ଥିଲା, ସମସ୍ତ ମାନେ ତାଙ୍କ ସହିତ ଯେଉଁ ସହଯୋଗୀ ଥିଲେ ତାଙ୍କର ବ୍ୟବହାରକୁ ନେଇ ବିଭିନ୍ନ ପ୍ରକାର ପ୍ରଶ୍ନ ଅଭିଯୋଗ ଉଠେଇଛନ୍ତି। ଏନେଇ ଆମେ ଆଜି ଯିଏ ଅଛନ୍ତି ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଅଛନ୍ତି, ନିହାତି ଭାବରେ ତାଙ୍କୁ ପଚାରି ବୁଝିବା ସମ୍ପୂର୍ଣ୍ଣ ଘଟଣା ଗୁଡ଼ିକ କ'ଣ ଥିଲା। ସାର୍, ସ୍ୱାଗତ। ଦେଖନ୍ତୁ, ଯେଉଁ ଗୋଟେ କିଛି ଦିନ ହେଲା ଗୋଟେ ଚର୍ଚ୍ଚା ଲାଗି ରହିଛି, କ'ଣ କହିବେ ନେଇକି ସେ ଯେଉଁ ସୁଇପର ଜଣକ କୁ ନେଇକି ଯେଉଁ ଅନଶନକୁ ନେଇକି ରହିଛି, କ'ଣ କହିବେ? ସେ ଯେଉଁ ଅନଶନ କରିଛନ୍ତି ଭିତ୍ତିହୀନ, କିଛି ତାର ମୂଳ କଥା ନାହିଁ କିଛି। ସେ ଗୋଟେ ପରମାନଙ୍କ ଦ୍ୱାରା ପରିଚାଳିତ ହେଇକି ବର୍ତ୍ତମାନ ସେ ଯେଉଁ କାମ କରୁଛି, ବର୍ତ୍ତମାନ ବହୁତ ଅସୁବିଧାରେ ପଡ଼ିବ। ମୁଁ ବହୁତ ଜାଣିପାରୁଛି, ବର୍ତ୍ତମାନ ସେ ନିଶ୍ଚିତ ଅସୁବିଧାରେ ପଡ଼ିବ। ବର୍ତ୍ତମାନ ସେ ଯେଉଁ ଦୀର୍ଘ ଦିନ ଧରିକି ରହିଥିଲା, ତାର ସେ ଏଠି ରହିବା ପାଇଁ ଦବଦବା ଜାରି କରିବା ପାଇଁ ଏସବୁ କାଣ୍ଡ କ'ଣ ଭାବୁଛନ୍ତି ଆପଣ? ସେ ଏଇଠିକି ପୁଣି ଆସିବା ପାଇଁ ଚେଷ୍ଟା କରୁଛି, କିନ୍ତୁ ସେଗୁଡ଼ା କେବେ ସଫଳ ହେବ ନାହିଁ। ତାହେଲେ ସମ୍ପୂର୍ଣ୍ଣ ଯେଉଁ ତାର ଯେଉଁ ଅନଶନରେ ବସିବା, ଏସବୁ ପ୍ରକାର ଇଏ କରିବା ସମ୍ପୂର୍ଣ୍ଣ ଏଗୁଡ଼ା ସବୁ ଗୁଡ଼ାକ ତାର କପଳ କଳ୍ପିତ ବୋଲି ମୁଁ ଭାବୁଛି, ବହୁତ 100% କପଳ କଳ୍ପିତ। ଆଉ ତାକୁ କିଛି ଲୋକ ଏଠି ସାହାଯ୍ୟ କରୁଛନ୍ତି, ଯୋଉଥିପାଇଁ ସେ ବର୍ତ୍ତମାନ ଚେଷ୍ଟା କରୁଛି ଚାରି ଛକକୁ ପୁଣି ଆସିବା ପାଇଁ। ଦେଖନ୍ତୁ, ଯେଉଁ ଆଉ ଗୋଟେ ନଜରକୁ ଆସିଛି, ତାର ନିମାପଡ଼ା ସ୍ୱାସ୍ଥ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିବା ବେଳେ ଏଠି ଅନଶନରେ ବସିଲେ, ତ ଏବେ ଏଥିପାଇଁ ଆପଣ କ'ଣ ପଦକ୍ଷେପ ନେବେ? ଆମେ ତାକୁ ସୋକୋଜ କରିବାକୁ ଆମେ ସେ ସାର୍ଙ୍କୁ କହିଛୁ। ବର୍ତ୍ତମାନ ସୋକୋଜ ହେଲା ପରେ ଦେଖିବା କ'ଣ ହେଉଛି ତାପରେ। ନିହାତି ଭାବରେ ଆପଣ ଯେଉଁ ଦେଖୁଥିଲେ, ଯେଉଁ କର୍ମଚାରୀ ଜଣକ ଥିଲେ, ସିଏ ନିମାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିବାବେଳେ ସେ କାର୍ଯ୍ୟରତ ସମୟରେ ହିଁ ସେ ତାଙ୍କର କୌଣସି ଅଧିକାରୀଙ୍କ ଠାରୁ ପରମିଶନ ନ ନେଇ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନଶନରେ ବସିଥିଲେ, ଯାହା ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏହାକୁ ନେଇ ଯେଉଁ ଅଛନ୍ତି ଉପରସ୍ଥ ଅଧିକାରୀ ଯିଏ ଅଛନ୍ତି ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର,
ସେ ନିହାତି ଭାବରେ ପଦକ୍ଷେପ ନେବେ ବୋଲି କହିଛନ୍ତି। ନିମାପଡ଼ାରୁ ନିବେଦିତା ମିଶ୍ର, MBC TV।